संपूर्ण ओडिशा रे निजर सेवा कारणरू अत्यंत लोकप्रिय थिबा स्वामी लक्ष्मणानंद सरस्वती को हत्या करागला एवं से हत्या कांड समय रे तत्कालीन पुलिस प्रशासन तरफरू तांको जो प्रकार सुरक्षा दबा कथा से प्रकार सुरक्षा दिया जाई नथिला। विभिन्न समय रे स्वामी लक्ष्मणानंद सरस्वती उपरे पूर्वरु मरणात्मक आक्रमण करा जाइथिबा सत्वे मध्य से समय रे जो सुरक्षा तांको दिया जाइथिला एवं सेही दिन अनेक सुरक्षा कर्मी को हटई दिया जाइथिला एवं ए प्रकार एक अत्यंत दुखदायक घटना कंधमाल रे घटिथिला एवं ए घटना परवर्ती अवस्था रे सरकार तरफरू शरत महापात्र कमिशन बसीथिला। शरत महापात्र जस्टिस शरत महापात्र ए कमिशन परिचालना करुवा समय रे पूर्णांग हवा पूर्वरु तांकर देहांत हैला एवं जस्टिस एस नायडू ए कमिशन रो दायित्व नेइकरी ए काम को आगो को बढ़ाइले एवं ए कमिशन पाखापाखि 8 वर्ष काल अक्लांत परिश्रम कला परे 2016 मसीहा सेप्टेम्बर मास 16 तारीख दिन राज्य सरकार को तांकर रिपोर्ट प्रदान करथिले एवं रिपोर्ट प्रदान परवर्ती अवस्था रे भारतीय जनता पार्टी तरफरू विभिन्न समय रे आमे विधानसभा रे एवं विधानसभा बाहर मध्य ए रिपोर्ट को सार्वजनिक करा जाऊ ए प्रकार दाबी करिथिलु एवं सरकार ठारू अपेक्षा रखिथिलु जे रिपोर्ट सार्वजनिक होबार आवश्यकता अछि किंतु तत्कालीन सरकार जो प्रकार गुरुत्व दबा कथा गुरुत्व देले ना या पछाड़े तांकर कोन षडयंत्र थिला जे 2016 मसीहारू रिपोर्ट देला परे मध्य कमिशन 2024 मसीहा पर्यंत से शासन व्यवस्था भितर थिले से सार्वजनिक कले नाही एवं आमे मध्य निर्वाचन पूर्वरु ए कथा को बारंबार सार्वजनिक करिया पई सरकार को ऊपर जो प्रकार प्रेशर दबा कथा प्रेशर देइथिलु मध्य एवं परवर्ती अवस्था रे 2024 मसीहा जून मासरे भारतीय जनता पार्टी सरकार आसिला परे ए फाइल को सार्वजनिक करिवा पई आमे चेष्टा मध्य करिथिलु किंतु अत्यंत दुखर विषय एवं परितापर विषय वर्तमान सरकार से फाइल को खोजिला परे मध्य फाइल मिली नथिला एवं से दृष्टि वर्तमान सरकार तरफरू विभिन्न समय रे पूर्वतन मुख्यमंत्री तथा वर्तमान विरोधी दलर नेतांक पाखकू
ମଧ୍ୟ ଚିଠି ପ୍ରେରଣ କରାଯାଇଥିଲା ବା ରିମାଇଣ୍ଡର ଦିଆଯାଇଥିଲା ଯେ ଏ ଫାଇଲ କୁଆଡ଼େ ଗଲା। କାରଣ ଯେତେବେଳେ ସରକାରଙ୍କ ତରଫରୁ ଏ ଫାଇଲକୁ ଖୋଜାଗଲା ସେତେବେଳେ ବିଷୟ ଆସିଲା ଯେ 16/9/2016 ସରକାରଙ୍କ ପାଖରେ ଏ ଫାଇଲ କମିଶନଙ୍କ ତରଫରୁ ଦିଆଗଲା ଏବଂ 19/9/2016 ଏ ଫାଇଲକୁ କମିଶନଙ୍କ ତରଫରୁ ମୁଖ୍ୟ ଶାସନ ସଚିବଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇ ଦିଆଗଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇ ଦିଆଗଲା ଉପରେ ଡିସିସନ ନେବା ପାଇଁ। କିନ୍ତୁ କୌଣସି ଡିସିସନ ତ ହେଲା ନାହିଁ। କିନ୍ତୁ ଯେଉଁଦିନ କାଉଣ୍ଟିଂ ହେଉଥିଲା 4 ଜୁନ 2024 ମସିହା ଯେତେବେଳେ କାଉଣ୍ଟିଂର ଟ୍ରେଣ୍ଡ ଭାରତୀୟ ଜନତା ପାର୍ଟି ସପକ୍ଷରେ ଆସିଲା ଏବଂ ବିଜୁ ଜନତା ଦଳର ସରକାର ଗୋଟେ ପ୍ରକାର ପରାସ୍ତ ହୋଇକରି ସରକାରରୁ ଅନ୍ତର ହେବା ପରିସ୍ଥିତି ଆସିଲା। ସେ ସମୟରେ ଗୃହ ବିଭାଗ ତରଫରୁ ଏବଂ ମୁଖ୍ୟମନ୍ତ୍ରୀ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଅଫିସ ତରଫରୁ ଗୃହ ବିଭାଗକୁ ଯେଉଁ ଫାଇଲ ସବୁ ଥିଲା ସେ ଫାଇଲକୁ ପଠାଇ ଦିଆଗଲା। କିନ୍ତୁ 2ଟି ଫାଇଲ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କର ଅଫିସରୁ ପଠାଗଲା ନାହିଁ ଗୃହ ବିଭାଗକୁ। ତା ଭିତରେ ଗୋଟିଏ ଫାଇଲ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ହତ୍ୟା ଏବଂ ପରବର୍ତ୍ତୀ ଅବସ୍ଥାରେ ଯେଉଁ ହିଂସାକାଣ୍ଡ ଘଟିଥିଲା ତାକୁ ନେଇକରି ଯେଉଁ କମିଶନ ରିପୋର୍ଟ ଦେଇଥିଲେ ଏବଂ ଦ୍ୱିତୀୟଟି ସମ୍ ହସ୍ପିଟାଲର ଯେଉଁ ଅଗ୍ନିକାଣ୍ଡ ଘଟିଥିଲା ସେ ଅଗ୍ନିକାଣ୍ଡ ନେଇକରି ଆରଡିସି ସ୍ତରୀୟ ଯେଉଁ ତଦନ୍ତ ହୋଇଥିଲା ସେ ତଦନ୍ତ ରିପୋର୍ଟ ମଧ୍ୟ ମିଳିଲା ନାହିଁ। ଆଜି ଆମେ ଶୁଣିଥିବା ଅନେକ ଗଣମାଧ୍ୟମରେ ଆସିଛି ଜଷ୍ଟିସ A.S. ନାଇଡୁ ମଧ୍ୟ କହିଛନ୍ତି ଯେ ପାଖାପାଖି 1,500ରୁ 2,000 ପୃଷ୍ଠାର ଇଏ ହେଉଛି କମିଶନର ରିପୋର୍ଟ 2ଟି ଭଲ୍ୟୁମରେ ଦିଆଯାଇଥିଲା। 2ଟି ଭଲ୍ୟୁମରେ 1,500ରୁ 2,000 ପୃଷ୍ଠାର ରିପୋର୍ଟ ଗୋଟେ କି ଦୁଇଟା କାଗଜ ନୁହଁ ଯେ କୁଆଡେ ହଜିଯିବ। କୁଆଡେ ହଜିଯିବ। କିନ୍ତୁ ୟାକୁ ଯଦି ଦେଖିବା ଯୋଜନାବଦ୍ଧ ଭାବରେ ଏ ଫାଇଲକୁ ଲୁଚା ଯାଇଛି କିମ୍ବା ଯେଉଁମାନେ ଲୁଚେଇଛନ୍ତି ଗୋଟେ ପ୍ରକାର ଚୋରି କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଓଡ଼ିଶା ସରକାରଙ୍କ ତରଫରୁ ପ୍ରଥମେ ଯେତେବେଳେ ବିଭିନ୍ନ ସମୟରେ ବିଭିନ୍ନ ଜାଗାରେ ଏ ଫାଇଲଟି ଖୋଜିବା ପାଇଁ ମଧ୍ୟ ଚେଷ୍ଟା କରାଗଲା ଏବଂ ଚେଷ୍ଟା କରାଗଲା ପରେ ଯେତେବେଳେ ଫାଇଲ ମିଳିଲା ନାହିଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳର ନେତା ପାଖକୁ 23/10/2025 ଚିଠି ମାଧ୍ୟମରେ କୁହାଗଲା ଯେ ଏ ଫାଇଲ ଆପଣ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଆପଣଙ୍କୁ ଦିଆଯାଇଥିଲା, ଆପଣ ମିଳୁନାହିଁ, ୟାକୁ ଆପଣ ଯଦି ଆପଣଙ୍କ ପାଖରେ ଅଛି କିମ୍ବା କୌଣସି ଆପଣଙ୍କ ନଲେଜରେ ଅଛି ଏ କଥା ଆପଣ ଜଣାନ୍ତୁ, ଦିଅନ୍ତୁ। ପ୍ରଥମ ଚିଠିର କୌଣସି ଉତ୍ତର ଆସିଲା ନାହିଁ ଏବଂ ପରବର୍ତ୍ତୀ ଅବସ୍ଥାରେ 4/11/2025 ମଧ୍ୟ ଓଡ଼ିଶା ସରକାରଙ୍କର ଗୃହ ବିଭାଗ ତରଫରୁ ପୁନର୍ବାର ରିମାଇଣ୍ଡର ଦିଆଗଲା ଯେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ସମ୍ ହସ୍ପିଟାଲର ଫାଇଲ ମିଳୁନାହିଁ।